ଜେଜ ଯେଉଁ ହୋଲି ଆମର ଯେଉଁ ପାଳନ କରାହେଉଛି ହୋଲିର ମହତ୍ତ୍ୱ କ'ଣ? ମାନେ ଆମେ ହୋଲି ମାନେ ମାନେ ଶ୍ରୀକୃଷ୍ଣଙ୍କ ପାଖରୁ ମୁଁ ଜାଣିଛି ହୋଲି ଖେଳ ଆରମ୍ଭ ହୋଇଛି। ଆକ୍ଚୁଆଲି ତା'ର ମହତ୍ତ୍ୱଟା କ'ଣ ମୁଁ ଟିକେ ଜଣାଇଲେ ଟିକେ ଭଲ ହୁଅନ୍ତା। ଆଚ୍ଛା ମୁଁ କହୁଛି ଶୁଣ, ପ୍ରତ୍ୟେକ ଜିନିଷର ଗୋଟେ ତତ୍ତ୍ୱ ଅଛି ବା ମୂଲ୍ୟ ଅଛି। ଭଗବାନ 10 ଅବତାର ମଧ୍ୟରୁ ସତ୍ୟଯୁଗରେ ସେ 5ଟି ଅବତାର ହୋଇଥିଲେ। ଚତୁର୍ଥ ଅବତାର ନୃସିଂହ ଅବତାର ହେବାର କାରଣ ପ୍ରହ୍ଲାଦକୁ ରକ୍ଷା କରିବା ପାଇଁ। ପ୍ରହ୍ଲାଦକୁ ରକ୍ଷା କରିବା ପାଇଁ ପ୍ରହ୍ଲାଦକୁ ସେ ମୁକ୍ତ। ପ୍ରହ୍ଲାଦ ହେଉଛନ୍ତି ହରିଭକ୍ତ ଆଚ୍ଛା ବା କୃଷ୍ଣ ଭକ୍ତ। ତେଣୁ ତାର ପିତା ହିରଣ୍ୟକଶିପୁ ଶୈବ ଭକ୍ତ, ଶିବଙ୍କ ଭକ୍ତ। ସେ କହିବା କଥା ଓಂ ନମ ଶିବାୟ ମନ୍ତ୍ରରେ ତୁ ଉଚ୍ଚାରଣ କର। ଆଚ୍ଛା କିନ୍ତୁ ତାର ପୁତ୍ର ପ୍ରହ୍ଲାଦ ମାନେ ନାହିଁ। ସେ ହରି ଓಂ ବାସୁଦେବାୟ ନମ ବାସୁଦେବାୟ ନମ ଭଗବତୀ ବାସୁଦେବାୟ ନମ ଭଜେ। ତେଣୁ କ୍ରୋଧରେ ସେ ତାକୁ ମାରିବା ପାଇଁ ଉପାୟ ପାଞ୍ଚିଲା। ତେଣୁ ଏ ଉପାୟ ଶୁଣି ପ୍ରହ୍ଲାଦର ପିଉଚି ହୋଲିକା, ହିରଣ୍ୟକଶିପୁର ଭଉଣୀ ହୋଲିକା କହିଲା ଯେ ମୋ ପୁତ୍ରକୁ ମାରିଦେବ। ତେଣୁ ସେ ତାର ବସ୍ତ୍ର ଖଣ୍ଡିକ, ତାର ତପସ୍ୟାର ବରପ୍ରାପ୍ତ ସେଇ ବସ୍ତ୍ର ଖଣ୍ଡିକରୁ ଚିରି ସେ ପୁତୁରା ପ୍ରହ୍ଲାଦକୁ ଦେଲା। କହିଲା ଆକୁ ତୋର ବସନ ଭିତରେ ଲୁଚେଇକିରି ରଖିଲେ ତ କୌଣସି ବିପଦ ତୋତେ ପଡ଼ିବ ନାହିଁ। ହୋଲିକା କିଏ କ'ଣ ରାକ୍ଷସୁଣୀ ଗୋଟେ? ହୋଲିକା ଜଣେ ହେଉଥିବା ରାକ୍ଷସୁଣୀ, ହିରଣ୍ୟକଶିପୁ ହିରଣ୍ୟାକ୍ଷର ଭଉଣୀ, ତା ନାଁ ହେଉଛି ହୋଲିକା। ରାକ୍ଷସୁଣୀ ବା ଦାନବୀ ସିଏ, ମନୁଷ୍ୟ ନୁହେଁ। ତେଣୁ ତାର ପୁତୁରା ପ୍ରହ୍ଲାଦକୁ ସେ ବଞ୍ଚିବ ବୋଲି ରଖିଥିଲା। କହିଲାକୁ ନେଇ ତୋ ବାପା ତୋତେ ହାଣୁଛି, ଆଧରେ ମରିବୁନୁ। ତୋତେ ପାଣିରେ ବୁଡ଼ଉଛି ତୁ ବୁଡ଼ିବୁନୁ। ତୋତେ ନିଆଁରେ ପୋଡ଼ୁଛି ତୁ ପୋଡ଼ିବୁନୁ। ତୋତେ ପବନ ଆକାଶ ମାର୍ଗରେ ଉଡ଼ଉଛି ତୁ ଉଡ଼ିବୁନୁ। ଏ ବସ୍ତ୍ରର ମହିମା ଏତିକି। ଏ ବସ୍ତ୍ରକୁ ନେଇ ପ୍ରହ୍ଲାଦ ତାର ପରିପାଟି ବା ପୋଷାକ ଭିତରେ ରଖିଥାଏ। ବାପ ଯେତେ କଷ୍ଟ ଦେଲା ପ୍ରହ୍ଲାଦ ସେଥିରୁ ପାରି ହେଇଗଲା। ଯେତେବେଳେ ସଭା ଶେଷରେ ନିଷ୍ପତ୍ତି ନେଲା ଆଜି ପ୍ରହ୍ଲାଦକୁ ମାରିବି, ତେଣୁ ତା ପୂର୍ବରୁ ଶୁକ୍ରାଚାର୍ଯ୍ୟଙ୍କୁ ପଚାରିଲା, କହିପାରିବ ଗୁରୁ ପ୍ରହ୍ଲାଦ ଏତେ ବିପଦରୁ କେମିତି ବଞ୍ଚିଲା? ଗୁରୁ ଶୁକ୍ରାଚାର୍ଯ୍ୟ କହିଲେ ତୋର ଭଉଣୀ ହୋଲିକା ତାକୁ ବଞ୍ଚେଇଛି। ତାରି ପ୍ରାସାଦରେ ତାର କଲ୍ୟାଣ ଆଶୀର୍ବାଦରେ ତୋ ପୁଅ ପ୍ରହ୍ଲାଦ ମରିନି। ତେଣୁ ଉତ୍କ୍ଷିପ୍ତ ହେଇ ରାଗକ୍ରୋଧବଶତଃ ହିରଣ୍ୟକଶିପୁ ପ୍ରଥମେ ହୋଲିକାକୁ ବଧ କଲା, ତା ଭଉଣୀକି ମାରିଲା। ନୃସିଂହ ଯେତେବେଳେ ତା ପରମୁହୂର୍ତ୍ତରେ ଯେତେବେଳେ ସେ ରାଜସ୍ତମ୍ଭକୁ ଭାଙ୍ଗି ଯାଇଛି ପ୍ରହ୍ଲାଦକୁ ମାରିବ ବୋଲି ଦେଖା ତ ହରି ହରି ସେଇଠି ବାହାରିଛନ୍ତି। ଭଗବାନ 10 ଅବତାର ଭିତରୁ ଚତୁର୍ଥ ଅବତାର ହେଉଛି ତବ କର କମଳ ବରେ ନଖମୋଦ୍ଭୂତ ଶୃଙ୍ଗମ୍ ଦଳିତ ହିରଣ୍ୟ କଶିପୁ ତନୁଭୃଙ୍ଗମ୍ କେଶବଧୃତ ନରସିଂହ ରୂପ ଜୟ ଜଗଦୀଶ ହରେ। ପ୍ରଭୁ ନୃସିଂହ ହେଉଛନ୍ତି ପଶୁ ଏବଂ ନର ଉଭୟ ମିଶିକରି ସେ ହେଉଛନ୍ତି ନର ସିଂହ। ତେଣୁ ସିଂହମାନଙ୍କର ରକ୍ତ ଶୋଷଣ କରିବାର ପିପାସା ବହୁତ ଥାଏ। ଯେତେବେଳେ ସେ ତାର ଭଉଣୀକି ହତ୍ୟା କରିଛି ହିରଣ୍ୟକଶିପୁ, ସେତେବେଳେ ନରସିଂହ ଅବତାର ଧରି ପ୍ରହ୍ଲାଦକୁ ରକ୍ଷା କରି ତାର ରକ୍ତକୁ ନେଇକରି ସେ ହୋଲି ଖେଳିଛନ୍ତି। ସମସ୍ତଙ୍କ ଦେହରେ ଛାଡ଼ିଛନ୍ତି ଧନ୍ୟ ତୁ ମହିଅଛି, ପବିତ୍ରତା ତୋର ରକ୍ତରେ। ଆଜି ପୁଣ୍ୟ ଦିବସ, ଆଜି ସ୍ମୃତି ରୂପରେ ଆଜି ପାଳନ ହେବ। ସେହି ସତ୍ୟ ଯୁଗରୁ ଆଜି ପର୍ଯ୍ୟନ୍ତ ହୋଲି ଖେଳର ତାତ୍ପର୍ଯ୍ୟ ହୋଲିକା ରକ୍ତରେ ହୋଇଛି ଆରମ୍ଭ। ଆଚ୍ଛା ଆଚ୍ଛା, ମାନେ ଇଏ ହେଉଛି ଗୋଟେ ରାକ୍ଷସୁଣୀ ହୋଲିକା। ହୋଲିକା ଜଣେ ଦାନବୀ ବା ରାକ୍ଷସୁଣୀ, ହିରଣ୍ୟକଶିପୁର ସେ ଭଉଣୀ। ଆମେ ହୋଲି ଖେଳୁଛୁ କିନ୍ତୁ ଏ ବିଷୟରେ ଆମେ ଜାଣିନୁ। ହେଲା, ମୁଁ ସେଇଥିପାଇଁ ପଚାରିଲି। ମୁଁ କହିଲି ଜେଜେଙ୍କୁ ପଚାରିବା ହୋଲିର ତାତ୍ପର୍ଯ୍ୟ କ'ଣ। ସବୁ କଥା ତ ଆମେ କରିଥାଉ, କିଛି ଜାଣିନଥାଉ, ନ ଜାଣିଲା ଭଳିଆ କରିଥାଉ। ସେଇ ଯୋଗୁଁ ଭାଗବତରେ କହିଲା ତତ୍ତ୍ୱ ବୁଝିଲେ ତୁଟେ ଭ୍ରାନ୍ତି ଭବ ସାଗରୁ ତରି ଯାଆନ୍ତି। ଭ୍ରାନ୍ତି ମାନେ ଧାରଣା, ଭୁଲ ଧାରଣା। ବୁଝିବ କେମିତି ନା ତତ୍ତ୍ୱରୁ ବା ମୂଳରୁ ବା ମୌଳିକରୁ
ଆମେ ମୂଳ ମୌଳିକ ଉତ୍ସକୁ ଧରୁନେ, ଆମେ ତାର ଡାଳ ଶାଖା ପତ୍ର ଫୁଲକୁ ଧରୁ, ଅର୍ଥାତ୍ ଯୌଗିକକୁ ଆମେ ଧରିକିରି ମାତିଛେ। ତେଣୁ ଆମେମାନେ ଏଇ ଅବସ୍ଥାରେ ବର୍ତ୍ତମାନ ପଡ଼ିଛେ। ଆମେ କିଛି ଜାଣିନେ କିନ୍ତୁ କରିଯାଉଛେ। ସିଏ ହସିଲା, ମୁଁ ହସିଦେବି। ଦୁର୍ଯ୍ୟୋଧନ ହସିଲା, ତାର ବର ଫଳଟି ଭାସିଗଲା।